ଦୁଇଟି ସିଲେଇ ମେସିନ୍ରୁ ଆରମ୍ଭ କରିଥିଲେ ବ୍ୟବସାୟ। ଏବେ ସେ ଭାରତୀୟ ଫ୍ୟାସନ୍ ଡିଜାଇନିଂ ଦୁନିଆରେ କୋଟିପତି ମହିଳା। କୁହାଯାଏ ଯେ ପରିଶ୍ରମ ସହ ନିଜ ଉପରେ ଦୃଢ଼ ବିଶ୍ୱାସ ରଖିଲେ ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳିବ। ଆଉ ଏହି ଉକ୍ତିକୁ ବାସ୍ତବରେ ପରିଣତ କରି ଦେଖାଇଛନ୍ତି ଅନିତା ଡୋଂଗ୍ରେ। ଭାରତୀୟ ଫ୍ୟାସନ୍ ଉଦ୍ୟୋଗରେ ଜଣେ ପରିଚିତ ଓ ପ୍ରେରଣାଦାୟୀ ଚେହେରା ହେଉଛନ୍ତି ଅନିତା। ମାତ୍ର ଦୁଇଟି ସିଲେଇ ମେସିନ୍ ସହ ସେ ନିଜର ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ। ଦୃଢ଼ ପରିଶ୍ରମ ଦ୍ୱାରା ବର୍ତ୍ତମାନ ସେ ନିଜର ବିରାଟ ବଡ଼ ସାମ୍ରାଜ୍ୟ ଛିଡ଼ା କରିଛନ୍ତି। ଅନିତାଙ୍କର କ୍ୟାରିୟରରେ ଭାରତୀୟ ଫ୍ୟାସନ୍ର ପରିଭାଷା ବଦଳାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ସଫଳତା ପାଇଁ ଦେଶର ସବୁଠୁ ଲୋକପ୍ରିୟ ଡିଜାଇନର ଭାବେ ତାଙ୍କୁ ମାନ୍ୟତା ଦିଆଯାଇଥିଲା। ଅନିତାଙ୍କ ମା ଜଣେ ଦର୍ଜି ଥିଲେ। ପିଲାବେଳେ ସେ ମାଙ୍କ ହାତ ତିଆରି ଡ୍ରେସ୍ ପିନ୍ଧୁଥିଲେ। ବାଲ୍ୟକାଳରୁ ସେ ତାଙ୍କ ମାଙ୍କ ଠାରୁ ପରିଶ୍ରମ ଓ ବିନା ଶିକ୍ଷାରେ କିପରି ସୁନ୍ଦର ଡିଜାଇନିଂ ଡ୍ରେସ୍ ତିଆରି କରାଯାଏ ତାହା ଶିଖିଥିଲେ। ଏହି ଶିକ୍ଷା ହିଁ ଅନିତାଙ୍କୁ କମ୍ ବୟସରୁ ଫ୍ୟାସନ୍ ଡିଜାଇନିଂ ପ୍ରତି ଆକର୍ଷିତ କରିଥିଲା। ସେ ଦେଖିଲେ ଯେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଷ୍ଟାଇଲିଶ୍ ଓ ସୁଲଭ ମୂଲ୍ୟରେ ପୋଷାକର ଅଭାବ ଅଛି। ଏହା ହିଁ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ପ୍ରେରଣା ଦେଇଥିଲା। 1995 ମସିହାରେ ଅନିତା ତାଙ୍କ ବାପା ଓ ଭଉଣୀଙ୍କ ଠାରୁ କିଛି ଟଙ୍କା ଉଧାର ନେଇ ବ୍ୟବସାୟ ଆରମ୍ଭ କରିଥିଲେ। ଏକ ଛୋଟ ଆପାର୍ଟମେଣ୍ଟରେ ରହି ମହିଳାମାନଙ୍କ ପାଇଁ ପାଶ୍ଚାତ୍ୟ ପୋଷାକ ଡିଜାଇନିଂ କରିବା ଆରମ୍ଭ କରିଥିଲେ। ସେ ତିଆରି କରିଥିବା ପୋଷାକକୁ ବହୁଥର ରିଜେକ୍ଟ ବି କରାଯାଇଥିଲା, କିନ୍ତୁ ସେ ହାରି ନଥିଲେ କି ଆତ୍ମବିଶ୍ୱାସ ହରାଇ ନଥିଲେ। ଅନିତା ତାଙ୍କର ପ୍ରଥମ ବ୍ରାଣ୍ଡ ଏନ୍.ଡି. ନାଁରେ ଲଞ୍ଚ କରିଥିଲେ, ଯାହାକି ତାଙ୍କୁ ସଫଳତା ଶୀର୍ଷରେ ପହଞ୍ଚାଇଥିଲା। ଗୋଟିଏ ଛୋଟ ଦର୍ଜି ଦୋକାନରୁ ଆରମ୍ଭ ହୋଇଥିବା ବ୍ୟବସାୟ ଆଜି ଭାରତ ବର୍ଷରେ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ହୋଇସାରିଛି। ତାଙ୍କ ପୋର୍ଟଫୋଲିଓରେ ଗ୍ଲୋବାଲ ଦେଶୀ, ଅନିତା ଡୋଂଗ୍ରେ ବ୍ରାଇଡାଲ କାଉଚର, ଗ୍ରାସ୍ ରୁଟ୍ସ ଓ ପିଙ୍କ ସିଟି ଭଳି ଅନେକ ଫେମସ୍ ବ୍ରାଣ୍ଡ ଅନ୍ତର୍ଭୁକ୍ତ। ସମୟର ସହିତ ତାଙ୍କ ନାଁ ସୁନ୍ଦରତା ଓ ନୂତନତାର ପ୍ରତୀକ ଭାବେ ପରିଚିତ ହେଲା। ବର୍ତ୍ତମାନ ଅନିତା ଡୋଂଗ୍ରେ ସମଗ୍ର ଭାରତବର୍ଷରେ 270ରୁ ଅଧିକ ବୁଟିକ୍ ଷ୍ଟୋରରେ ପରିଚାଳନା କରୁଛନ୍ତି। 2023ରେ ତାଙ୍କ ବ୍ରାଣ୍ଡର ଆୟ 1000 କୋଟିରୁ ଅଧିକ ଥିଲା। ଫୋର୍ବସ୍ ତାଙ୍କୁ ଭାରତର ସବୁଠାରୁ ଧନୀ ମହିଳା ଫ୍ୟାସନ୍ ଡିଜାଇନର ଭାବରେ ମାନ୍ୟତା ଦେଇଥିଲା। ଏବେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି 83.21 କୋଟି ବୋଲି ଆକଳନ କରାଯାଇଥିଲା। ତେବେ ସ୍ୱାବଲମ୍ବୀ ହେବାର କିଛି ସଠିକ୍ ସମୟ ନଥାଏ। ଭଲ କରିବାର ଦୃଢ଼ ଇଚ୍ଛା ଶକ୍ତି ଓ ଏକାଗ୍ରତାର ସହ ପରିଶ୍ରମ କଲେ ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳିବ।